ଆସନ୍ତୁ ବନେଇବା ନଈ ପୋହଳା ମାଛ ତରକାରୀ। ହାय ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଆଜି ମୁଁ ମାର୍କେଟ ଯାଇଥିଲି ମାଛ ଆଣିବା ପାଇଁ, ତ ସେଠି ମତେ ଏଇ ନଈ ପୋହଳା ମାଛ ମିଳିଯାଇଥିଲା, ଯାହାର ତରକାରୀ ମୁଁ ଆଜି ବନେଇବି। ତ ମାଛକୁ ମୁଁ ଭଲ ଭାବରେ କାଟିକି ଧୋଇକି ଏଥିରେ ହଳଦୀ ଆଡ୍ କରିଛି ହାଫ୍ ଟି ସ୍ପୁନର। ଆଉ ତା ସହିତ ସ୍ୱାଦ ଅନୁସାରେ ଆପଣ ଲୁଣ ଆଡ୍ କରିପାରିବେ, ଯୋଉଥିରେ ମୁଁ ଲୁଣ ମୋର ଦିଟା ମାଛ ଅଛି ସେଇ ହିସାବରେ ମୁଁ ହାଫ୍ ଟି ସ୍ପୁନରୁ ଟିକେ ଅଧିକ ନେଇଛି। ଆଉ ଏଟାକୁ ମୁଁ ଭଲ ଭାବରେ ହାତ ସାହାଯ୍ୟରେ ଗୋଳେଇ ଦେବି। ଯଦି ଏଇ ରେସିପିଟି ଆପଣଙ୍କୁ ଭଲ ଲାଗେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲିବେନି। ତ ବର୍ତ୍ତମାନ ମାଛଟିକୁ ଫ୍ରାଏ କରିବା ପାଇଁ ଆମେ ଏଇଠି ଯୋଉଟା କି କଢେଇରେ ମୁଁ ଅଏଲ ପକେଇଛି, ତେଲ ଆଡ୍ କରିଦେଇଛି। ତେଲ ବହୁତ ଭଲସେ ଗରମ ହେଇଯାଇଛି। ଏଠି ଦେଖନ୍ତୁ ମୁଁ ମାଛ ପକେଇ ଦଉଛି। ତେଲ ଭଲସେ ଗରମ ହେଲେ ବି ମାଛ ପକେଇବେ, ଜମା ଭାଙ୍ଗିବନି ମାଛ। ତ ଏଇଠି ଦେଖନ୍ତୁ ମାଛ ଆମର ହେଇ ଆସିଲାଣି ଗୋଟେ ସାଇଡର, ତ ଆଉ ଗୋଟେ ସାଇଡର ମୁଁ ଲୋଟ ଦେଇଛି, ପୁରା ଭଲସେ ଲୋଟ ହେଇଯାଇଛି। ଟିକେ ବି ଭାଙ୍ଗିନି କୋଉଠି, କଲର ବି ବହୁତ ବଢିଆ ଆସିଛି, ଭଲସେ ଭାଜି ହେଇଯାଇଛି। ତ ବାହାରେ ପୁରା ମେଘୁଆ ମେଘୁଆ ପାଗ ଅଛି। ତ ବର୍ତ୍ତମାନ ମସଲା ପାଇଁ ମୁଁ ସୋରିଷ ଆଉ ଜିରା, ତା ସହିତ ଶୁଖିଲା ଲଙ୍କା, ଏଇଟା ମୁଁ ଅଧଘଣ୍ଟା ଆଗରୁ ପାଣିରେ ଭେଦେଇ ଦେଇଛି। ତ ଯୋଉଟା କି ଭଲସେ ପାଣିରେ ଭେଦେଇ ଦେଇଛି, ଭଲସେ ଗ୍ରାଇଣ୍ଡିଙ୍ଗ ହେଇପାରିବ। ଗ୍ରାଇଣ୍ଡିଙ୍ଗ ଜାରରେ ଦେଇଦେଲି ବର୍ତ୍ତମାନ ଭେଦା ହେଇଥିବା ଜିନିଷ, ତା ସହିତ ପିଆଜ ଆଉ ରସୁଣ, ଏଇଟା ମୁଁ ବର୍ତ୍ତମାନ ଦେଇକି ଗ୍ରାଇଣ୍ଡିଙ୍ଗ କରିକି ଅଧଘଣ୍ଟା ପୂର୍ବରୁ ରଖିଦେବି। ଆଉ ବର୍ତ୍ତମାନ ଦେଖନ୍ତୁ କଢେଇରେ ମୁଁ ତେଲ ଦେଇକି ଫୁଟଣ ଦେଇ ଦେଇଛି, ତାପରେ ବଟା ହେଇଥିବା ମସଲାକୁ ଦେଇ ଦେଇଛି। ଏଟାକୁ ଆମେ ଅଳ୍ପ ସମୟ କଷିବା, ସୋରିଷ ମସଲା ଯେହେତୁ ବେଶୀ ସମୟ କଷିଲେ ପିତା ଲାଗିବ। ତ ବର୍ତ୍ତମାନ ଦେଖନ୍ତୁ କଷି ହେଇଯାଇଛି। ମୁଁ ବର୍ତ୍ତମାନ ସ୍ୱାଦ ଅନୁସାରେ ଲୁଣ ଆଡ୍ କରୁଛି, ଯୋଉଟା କି 1 ଟି ସ୍ପୁନରୁ ଟିକେ କମ୍। ଆଉ ତା ସହିତ ମୁଁ ହଳଦୀ ଆଡ୍ କରିଛି ହାଫ୍ ଟି ସ୍ପୁନର। ଏଟାକୁ ବର୍ତ୍ତମାନ ଆମେ ଟିକେ ଅଳ୍ପ ସମୟ କଷିବା। ତାପରେ ମୁଁ ଏଠି ଆଳୁ ଆଡ୍ କରିଛି, ଆଗରୁ ଭାଜିକି ରଖିଥିବା ଯୋଉ ଆଳୁ। ତ ଏଟାକୁ ଟିକେ ଆମେ ବର୍ତ୍ତମାନ ଏମିତି ଭାଜିବା। ଦେଖନ୍ତୁ କଷି ହେଇଗଲାଣି ଅଲରେଡି ମସଲା। ତାପରେ ଏଥିରେ ଆମେ ପାଣି ଆଡ୍ କରିବି। ଏଠି ଦେଖନ୍ତୁ ମୁଁ ବର୍ତ୍ତମାନ ପାଣି ଆଡ୍ କରୁଛି। ଆପଣ ଯେତିକି ଝୋଳ ଦରକାର ସେଇ ହିସାବରେ ପାଣି ଆଡ୍ କରିପାରିବେ। ମୁଁ ବେଶୀ ଝୋଳ ରଖିବିନି, ସେ ଅନୁସାରେ ମୁଁ ଅଳ୍ପ ପାଣି ଦେଇଛି। ଏବେ ଘୋଡେଇ ଦଉଛି ସିଝିବା ପାଇଁ। ଏବେ ଆମେ ଖୋଲିକି ଢାଙ୍କୁଣୀ ଖୋଲିକି ଦେଖିବା, ଦେଖନ୍ତୁ ଫୁଟିଲାଣି ଅଲରେଡି। ତ ବର୍ତ୍ତମାନ ମୁଁ କାଟିକି ରଖିଥିବା ଯୋଉଟା କି ଟମାଟୋକୁ ଏଥିରେ ଆଡ୍ କରିବି। ଟମାଟୋ ବର୍ତ୍ତମାନ ମୁଁ ଆଡ୍ କରିଦେଲି, ତାକୁ ଟିକେ ଗୋଳେଇ ଦେବା। ଗୋଳେଇ ଦେଇକି ପୁଣି ଆମେ ଢାଙ୍କୁଣୀ ଦେଇଦେବା ସିଝିବା ପାଇଁ। ତ ଦେଖନ୍ତୁ ଅଲରେଡି ଇଏ ହେଇଗଲାଣି। ଏଇଟା ବିନା ତ ଆମର ମାଛ ତରକାରୀ ସମ୍ଭବ ନୁହେଁ, ଆମ୍ବୁଲ ଓଡିଆ ମାନଙ୍କର ଫେଭରାଇଟ। ତ ଏଇଟା ମୁଁ ଗୋଟେ ପକେଇ ଦେଇଛି। ତାପରେ ବର୍ତ୍ତମାନ ମାଛ ଯୋଉ ଭାଜିକି ରଖିଥିଲି ତାକୁ ତରକାରୀରେ ମୁଁ ଆଡ୍ କରିଦେଇଛି। ଆଉ ଏଠି ଦେଖିପାରୁଥିବେ ତରକାରୀର କଲର ବି କେତେ ବଢିଆ ହେଇଛି। ଆଉ ଟେଷ୍ଟ ବି ବହୁତ ବଢିଆ କି ନାହିଁ ସେଟା ତ ଖାଇଲେ ପରେ ଜଣା ପଡିବ। ତ ଆପଣ ନିଶ୍ଚିନ୍ତ ବନେଇକି ଖାଇବେ, ବହୁତ ଭଲ ଲାଗିବ। ବର୍ତ୍ତମାନ ରେଡି ହେଇଯାଇଛି ସର୍ଭ କରିବା ପାଇଁ। ତ ବର୍ତ୍ତମାନ ମୁଁ ଏଠି ଥାଳିରେ ସର୍ଭ କରିଦଉଛି।